ଯାତ୍ରା ଜଗତ ବନ୍ଦ ହେଇଥିଲା ସେତେବେଳେ ଦରମା କମାକମି କଥା ଉଠିଥିଲା। ଆଜି ପର୍ଯ୍ୟନ୍ତ ମୁଁ ଯେତିକି ଅନୁଷ୍ଠାନରେ ଚାକିରି କରିଛି କୋଉଠି ବି ଏଗ୍ରିମେଣ୍ଟ କରିନାହିଁ। ଏଇଟା ମୁଁ ଗୋଟେ ଗର୍ବର ସହକାରେ କହିପାରୁନି। ମତେ ଭଗବାନ କେମିତି ଗଢିଛି କିଏ ଜାଣୁ ନ ଜାଣୁ, ଯାହାଙ୍କ ପାଖରେ ମୁଁ ଚାକିରି କରି ଯିଏ ମୋର ଅନ୍ନଦାତା ମାଲିକ ସେ ମତେ କଣ ବୁଝନ୍ତି। ସୌମ୍ୟ ବାବୁ କରିନାହାନ୍ତି ଏଗ୍ରିମେଣ୍ଟ, ମୁଁ ମିଡିଆ ସାମ୍ନାରେ କହୁଛି। ଟୁନା ବାବୁ କରିନାହାନ୍ତି ଏଗ୍ରିମେଣ୍ଟ, କି ଟୁଟୁ ବାବୁ କରିନାହାନ୍ତି ଏଗ୍ରିମେଣ୍ଟ, କି ଯୋଉ କାଳିଆ ବାବୁଙ୍କ ପାଖରେ ଅଛି କାଳିଆ ବାବୁ ବି କରିନାହାନ୍ତି ଏଗ୍ରିମେଣ୍ଟ। ସଞ୍ଜୀବ ବାବୁ ଯୋଉ ଥିଲେ, ସଞ୍ଜୀବ ପାଢୀ ମହୋଦୟ ଆମର ସିଂହ ବାହିନୀର ପ୍ରଯୋଜକ, ସେ କହିପାରିବେ ମୋ ସହିତ ଏଗ୍ରିମେଣ୍ଟ କରିଛନ୍ତି? କେହି କରିନାହାନ୍ତି। ଏବଂ ସେ ତାଙ୍କ ଯୋଉଦିନ ଆଖେଡା ଛୁଟି ମିଟିଂ ହେଇଥିଲା, ପାଢୀ ବାବୁ କହିଥିଲେ ଗୋଟେ ସବୁ କଳାକାରଙ୍କୁ ଡାକି ବସେଇ 4ଟା ବେଳେ କଲେ, ତାପରେ ଆମର ଛୁଟି ହେଇଗଲା। ହେଲେ ଆଜି ପ୍ରଥମେ ମୁଁ ଗୋଟିଏ କଥା ଆପଣମାନଙ୍କୁ କହିବାକୁ ଯାଉଛି, ଏଇଟା ସଞ୍ଜୀବ ବାବୁଙ୍କର ଭାଷା ଥିଲା। ମୁଁ ଏ ଅନୁଷ୍ଠାନ କଲା ପରେ ଯୋଉମାନେ ମୋ ସହିତ ଅନୁବନ୍ଧିତ ହେଇ ରହିଲେ, କେବଳ କାହ୍ନା ଟିକି 2 ଜଣଙ୍କୁ ମୋ ସହିତ ମୁଁ କେବେ ଏଗ୍ରିମେଣ୍ଟ କରି ନାହିଁ। ମୁଁ ଚାହୁଁଛି ଆସନ୍ତା ବର୍ଷକୁ ଆପଣମାନେ ସମସ୍ତେ ଏମିତି ମୋ ସହିତ ବିଶ୍ୱାସ ମତେ ଜନ୍ମେଇବେ ମୋ ହୃଦୟରେ, ମୁଁ ଯେମିତି ଟିକି କାହ୍ନାଙ୍କର ଏଗ୍ରିମେଣ୍ଟ କରିନି, ମୁଁ ଯେମିତି ମୋ ପାର୍ଟିରେ କାହାରି ଏଗ୍ରିମେଣ୍ଟ କରିବି ନାହିଁ। ତେଣୁ ଏଗ୍ରିମେଣ୍ଟ ମୁଁ କୋଉଠି କରିନି, ଟଙ୍କା ପଛରେ କେବେ ଗୋଡେଇନି। ହୁଏତ ମୁଁ କିଛି ଟଙ୍କା ଯଦି ଭଗବାନଙ୍କର, ମୁଁ 30,000 ପାଉଥିଲା ବେଳେ ବର୍ଷକୁ 30,000, ଆଜ୍ଞା ସେତେବେଳେ ମତେ କିଏ 3 ଟଙ୍କା ସାହାଯ୍ୟ ଦେଇନଥିଲେ କି ଆହା ପଦେ କହିନଥିଲେ ଯେ କଳାକାରଟା ଖଟୁଛି ଆକୁ ଆଉ 10-20,000 କି 50,000 ଅଧିକା ଦିଅନ୍ତୁ। 30,000 ହେଲେ ମାସକୁ କେତେ ପଡିଲା କେହି କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି। କିନ୍ତୁ ଆଜି ପାଇଗଲା ପରେ ହୁଏତ ଯେତିକି ପାଇଛି ସେମାନଙ୍କ ଆଖିରେ ବଡ ହେଇପାରେ, ଗୋଟେ ଈର୍ଷା ଜନିତ ହେଇ ଏଇ ଯୋଉ ପଛକୁଆ ନୀତି ଭଳି କମେଣ୍ଟସ ଲେଖିବାଟା ଭାରି ଦୁଃଖଦାୟକ। ଆଜି ଆପଣ ଆଗରୁ ଭଲରେ ସେଠି ଥିଲେ, ଆମେ ସବୁ ଭଲ ରେପ ଆପଣ। ହଁ, ନିଶ୍ଚିତ ଭାବରେ। ହଠାତ୍ ଜଣେ ଏମିତି କହିବାଟା କଣ କିଛି ଗୋଟେ କାହିଁକି ମଣିଷ ବଦଳ, କିଛି ମତାନ୍ତର ମନାନ୍ତର ନାହିଁ। ଗୋଟେ କଥା ଯେ ମଣିଷ ଯେତେ ଲୋଭି ହେଇ ବସେ, ତାକୁ ଯେତେ ଲୋଭ ଜଣେ ଦେଖାଏ, ଚାଲ ବେ ସେଠି କିଛି ହଉନି ଅସୁବିଧା, ସେଠି କଣ କରାଯିବ? ଜଣେ ଯେ ଦାଣ୍ଡରେ ଗୋଟେ ଡାଇଲଗ ଥିଲା ଅନନ୍ତ ସାରଙ୍କର, ଏ ପ୍ରଶ୍ନର ଉତ୍ତର ହଉଛି, ପ୍ରେମିକକୁ ପ୍ରେମିକା କହୁଛି ତୁମ ଆଖି ସାମ୍ନାରେ ମୋ ମା ମତେ ଆଉ ଜଣଙ୍କ ସହିତ ରୋମାନ୍ସ କରିବା ପାଇଁ ଛାଡି ଦଉଛି, ତମେ କିଛି ପ୍ରତିବାଦ କରୁନ କାହିଁକି? ସେଠି ପ୍ରେମିକଟି ଉତ୍ତର ଦେଇଛି, ମୋନାଲି ଯଦି ଘରର ଦାଣ୍ଡ କବାଟ ଗୋଟେ ବୁଲା କୁକୁରକୁ ଡାକିକି କହିବ, ଓଇ ତୁ ମୋ ଘର ଭିତରକୁ ଆ, ମୋ ଦେଇ ପିଣ୍ଡିର ଭାତ ହାଣ୍ଡିକି ମାରା କର, ସେଠି ରାସ୍ତାରେ ଯାଉଥିବା ଲୋକଟା କଣ କରିପାରିବ? ଉତ୍ତର ପାଇଯାଇଥିବେ ଯାହା, ମୁଁ କିଛି ଆଉ ଖୋଲିକି କହିବିନି। ସେ କଥା ଜଷ୍ଟ ଆପଣଙ୍କୁ କହୁଥିଲି କି ଯିଏ ଏଭଳି ମାନେ ନିଶ୍ଚିତ ଭାବରେ କାହ୍ନାଙ୍କର ଇମେଜ ଖରାପ କରୁଛନ୍ତି, ସେ ତାର ଠିକ ଉତ୍ତର ପାଇଥିବେ। ହଁ, ପୁରା ପେଟେ ନା। କିନ୍ତୁ ମୁଁ ଏଟାକୁ ଗୋଟେ କଟାକ୍ଷ କରି କହୁନି କି ଗୋଟେ ଆ ପୂର୍ବ ବାଇଟ ଗୋଟେ ଦେଇଥିଲି, ମୁଁ କହିଥିଲି ସଞ୍ଜୀବ ବାବୁଙ୍କୁ ଜଣେ ସେ ଚିଙ୍ଗୁଡି ବେପାରୀ ବୋଲି। ଚିଙ୍ଗୁଡି ବେପାରୀ, ଆମେ ଯାତ୍ରା ବାଲା, ଯାତ୍ରା ଯିଏ କରେ ଯାତ୍ରା ବାଲା, ମାଇକି ବାଲା, ଆପଣ ୟୁଟ୍ୟୁବ ବାଲା କି ନାଇଁ କୁହନ୍ତୁ, ଖରାପ ଲାଗିବ? ସୋସିଆଲ ମିଡିଆ ନାଇଁ ଆମେ କଳାକାର, ତାହେଲେ ଯାତ୍ରା ବାଲା ବୋଲି ଯଦି କହୁଛନ୍ତି, ଧର ଆମେ ରାସ୍ତାରେ ଯାଉଛେ ଡାଇରେକ୍ଟ କଣ ଡାକି କହିବେ ଆପଣଙ୍କୁ ୟୁଟ୍ୟୁବ ବାଲା, ଏମିତି କି ଡାକି କହିବେ କି? ନା ମୁଁ କିଏ କହିବେ ଯାତ୍ରା ବାଲା ବୋଲି କହିବେ? ଆମେ ରାସ୍ତାରେ ପଳଉ, ତାର କିଏ ଯାଉଛି? ସେ ଯାତ୍ରା ବାଲା ଯାଉଛନ୍ତି। ଆମେ ବି କହିବା ଯେ ପାଲା ବାଲା ଯାଉଛନ୍ତି, ଯାଇଥିଲି ପାଲା ବାଲା କଣ ପଳେଇଲେଣି, ସେଇଟା ଗାଁ କୁହନ୍ତିନି, କେହି କାହାକୁ କଟାକ୍ଷ କରନ୍ତିନି। ଏଇଟା ଗୋଟେ ଆମର କଥିତ ଭାଷା। ସବୁ ଜିନିଷ ଟିକେ ସମାନ। ଆରେ ସେ ବ୍ରାହ୍ମଣ ଆଇଲାଣି, ସେ ମାଇକି ବାଲା କୁଆଡେ ଗଲା ଏତେବେଳେ, ଏଇଟା କୁହନ୍ତିନି। ତାମାନେ ମାଇକି ବାଲା କହ ମତେ ବାଲା କାହିଁ କହିଲ, ଏଇଟା ଭୁଲ। ତେଣୁ ସେ ବେପାର କରନ୍ତି, ବେପାରର ଶବ୍ଦଟା କଣ ଖରାପ ଶବ୍ଦ ତ ନୁହେଁ। ତେଣୁ ସେ ଯେହେତୁ ଚିଙ୍ଗୁଡି ବେପାରୀ କରନ୍ତି, ତେଣୁ ଚିଙ୍ଗୁଡି ବେପାରୀ କହିଲି। କାହ୍ନା କଟାକ୍ଷ କଲେ ସିଂହ ବାହିନୀର ପ୍ରଯୋଜକ ସଞ୍ଜୀବ ପାଢୀଙ୍କୁ, କହିଲେ ଚିଙ୍ଗୁଡି ବେପାରୀ। ଏଇ ଯୋଉ ଟାଇପ ଜିନିଷ ଶୁଣିଲା ପରେ ଏଇଟା ନିଆଁ ଲଗେଇଲା ଭଳି ଲାଗୁଛି କଥାଟା। ଟିକେ ମାନେ ସନ୍ତୁଳନ ଆବଶ୍ୟକତା, ନିହାତି ଆବଶ୍ୟକତା ଅଛି ଗଣମାଧ୍ୟମରେ ବି ଆଉ ମାଲିକ ମାନଙ୍କ ଆଉ କଳାକାର ମାନଙ୍କ। ହଁ, ଆମର କଥା ନା। ଆଉ କିଏ କଣ ଚନ୍ଦ୍ରପୃଷ୍ଠରୁ କିଏ ଆସୁଛନ୍ତି ଦେଖିବା ପାଇଁ ନା ଶୁଣିବା ପାଇଁ ନା ପଢିବା ପାଇଁ? ମୁଁ ଯଦି ନିଜର ବୋଲି ଭାବୁଥାନ୍ତି, ଆଉ ଯଦି ପର ଭାବୁଥିବେ ତାହେଲେ ସେ ଯାହା ନାହିଁ ତାହା ଲେଖିପାରିବେ। ତାହେଲେ ଆପଣଙ୍କର ଆଉ ସଞ୍ଜୀବ ପାଢୀଙ୍କର କିଛି ଏମିତି ବ୍ୟକ୍ତିଗତ ଶତ୍ରୁତା ନାହିଁ? ତାଙ୍କ ସହିତ ମୋର କଣ ବ୍ୟକ୍ତିଗତ ଶତ୍ରୁତା ଅଛି? ମତେ ବିଶ୍ୱାସ ଲାଗିଲାନି ଲୋକଙ୍କ ଉପରେ। ମୁଁ ତ ସେଠି ଟଙ୍କା ପାଉଥିଲି, 8 ଟଙ୍କା ପାଇ, ମୁଁ କଣ ଜାଣିଥିଲି ଶ୍ରୀମନ୍ଦିର ହବ ନା କାଳେ ଆଉ ପାର୍ଟି କରି ତାଙ୍କର 3ଟା ପାର୍ଟି ଥାଇକିରି ଆଉ ଗୋଟେ ଅନୁଷ୍ଠାନ କରିଥାନ୍ତେ ଶ୍ରୀମନ୍ଦିର ବୋଲି। ତେଣୁ ସେ ବିଶ୍ୱାସଟା କାହିଁ ମୋର ରହିଲାନି, ମତେ ଭଲ ଲାଗିଲାନି। ଖାଲି ଯେ ମତେ କହିଦେଲେ ହବ ତା ନୁହେଁ। ଯଦି ମୋ ଆଗରେ ଆପଣ ଆଉ ଜଣଙ୍କୁ କହିବେ ମୁଁ ସେଠି ଆପଣଙ୍କୁ କଣ ଭାବିବି? ହୁଏତ ମୋ ଜୀବନରେ ସେମିତି କେବେ ଆସିପାରେ। ଇଏ ଲୋକ ଯଦି ନିଜର ହେଇଥିଲା, କାଲି ତାକୁ ଏମିତି କହୁଛି କରିଦେବା ପାଇଁ, କାଲି ତାଙ୍କୁ କହୁଥିବ ପୁଣି ୟାକୁ ଏମିତି କରିଦିଅ। ତେଣୁ ଯୋଉଠି ବିଶ୍ୱାସ ଭାଙ୍ଗିବେ ସେଠି କାହ୍ନା ରୁହନ୍ତିନି।
कहीं रहा उचित नुहे खाली काना नुहे जी रही हैरान हम जदि विश्वास विश्वास आसवा जाए रुह ये छिड़ा होती ठीक अच्छे छिड़ा पर जो आम डरवा आरंभ करवा से स्थान परिवर्तन करार अच्छे छिड़ा होगी रे आप हाथ चक्कर जापे ट्रक पाखु परीक्षा कर परीक्षा लगे चली आसी ट्रक पाखु परीक्षा करने आसबार भय नाला परीक्षा करार परीक्षा कर सारे ठिया पवन कर ट्रक ट्रक भूत फूत पलि पलैया जब न आसिक रही खड़ कि कौन है आप चमकी पड़े तेणु से भाव में जीवन जापन आउ कि ना कही कही ना सी कौन कहे आज्ञा ये सब ये कहीं भूल कथा कहीं कहते मो कहवा कथा मुझे खाली जनक कथा कहली कि संजीव बाबू कथा कहनी मुझे सौम्य सार कथा कही टुना बाबू टुटू बाबू कथा कही कालिया बाबू कथा कही खाली जनक कथा कहनी 18 लाख दे जाओ 2 लाख देनी फेरे भी 2 लाख 2 टंका 2 टंका शुणु सब 2 रु आरंभ आज आप खोली पचारे बोली कहूँ गोटे विश्वास गोटे अविश्वास गोटे सत गोटे मिछ गोटे दिन गोटे राति तेणु जो विश्वास आम 2 प्राणी तुम पाखक जाइलु से विश्वास जो विष देल टंका माने मो माने इमाजिन करें आप जीवन हाड़ ना से कहीदेवे कान साई कौ बाबद आठणी पैसा खाई मत गोटे जीन जैकेट थे देते आ गोटे पैंट देते जो दिन गाँ मंदिर में पार्टी पूजा करते माँ को बसईक मु गाड़ी में तेल पड़ जाइली मो पार्टी था 40 किलोमीटर दूर में आउ 2-3 जन कलाकार जो भी नहीं जाइली सी मत कही ना गोटे मानविकता दृष्टिकोण आप राति निद्रा है नाट सारी शोक उठिक आते बाटर ये रखी था टंका ना खाया देवे लोक उड़े बाड़े मागे आम गोटे बरा पियाजी दुकान आम कह आगे मत भारी भोक 2टा बरा देल चल से कहीदेवे ना अरे निहाती भाई जीवन में कौन अच्छी कष्ट हेनी केमी शिवानी छाड़ा बेले मत कष्ट होता सिंह भाई छाड़ा मत मोर जो को आर्टिस्ट अच्छे बापी मत कही भारी डिप्रेस रही ये जो डॉक्टर दीपक जेना सार पचारे खंडगिरी मेल गांधी भूमिका कन्हई दास जो दिन डबल शो होता शनिवार दिन फास्ट शो सारी मुझे शोई थाए कौटी आम जो ड्रेसर भितर सपा भितर दीपक सार मो मुंड पाखे बसता एम कथा हो मुझे तो कहली सार मत कहले कहीं कौन तुम रुह जाओ ना से दीपक सार कहले ये रही आम भर किसी घटी नाला ना टुना बाबू सहित आमर खाली जस्ट बुझामणा भूल भाल होता से बुझामणा मुझे क्लीयर कर दी तुम रही जाए ना कथा देती नगल भूल हो गला पर सी सिंधी अविश्वसनीय कम कले मुझे रही मोर गोटे फैमिली अच्छी मोर छुआ पिला अच्छा एटा कई बुझती नहीं आज्ञा जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।